ଆଉ ସେ କନସେପ୍ଟ ନା ହଉଛି ଅନୁତାପ বা ରିପେଣ୍ଟାନ୍ସ। ମାନେ ପ୍ରକାଶିତରେ ଦେଖିବା, ପ୍ରକାଶିତ 2 ଆଉ 3 ପର୍ବରେ ସେଠାରେ ଯୋଉ 7ଟା ମଣ୍ଡଳୀକୁ ଆଉ ସମାଚାର ଦିଆ ହେଇଛି, ତାଙ୍କୁ ଅନୁଯୋଗ କରାହେଇଛି, ସଂଶୋଧନ କରାହେଇଛି, ତାଙ୍କର ଉତ୍ତମ କାର୍ଯ୍ୟକୁ ପ୍ରଶଂସା କରାହେଇଛି ଏବଂ 5ଟି ମଣ୍ଡଳୀକୁ ସେଥିରେ ଅଛି ତୁମାନେ ଅନୁତାପ କର। ଅନୁତାପ ଏଭଳି ଗୋଟେ ଜିନିଷ ଯାହା ଆମମାନଙ୍କର ହୃଦୟକୁ କଠିନତାରୁ ବଞ୍ଚେଇବ। ତାକୁ ଆମେ ପର୍ଯ୍ୟାୟକ୍ରମେ ଆଲୋଚନା କରିବା, କିନ୍ତୁ ଆଗେ ପ୍ରଥମେ ପଢିବା ଆଉ ସେଟାକୁ ଆପଣ ମାନେ ପାଇପାରିବେ ପ୍ରକାଶିତ ବାକ୍ୟ ତାର 2 ପର୍ବ 5। ପ୍ରକାଶିତ ବାକ୍ୟ ତାର 2 ପର୍ବ 5, ଏଟା ହଉଛି ଏଫିସି ମଣ୍ଡଳୀ ପାଖକୁ ଲେଖା ହେଇଛି ଚିଠିଟି। ତଥାପି ହଁ ମୁଁ ଟିକେ 4 ରୁ ପଢୁଛି କାହିଁକି ତାର ମାନେଟା ଯେମିତି କ୍ଲିୟର ହବ। ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମ୍ଭେ ଆପଣ ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି ତାହା ସ୍ମରଣ କରି ମନ ପରିବର୍ତ୍ତନ କର। ପ୍ରଭୁଙ୍କର ରାଜ୍ୟକୁ ଯିବା ପାଇଁ ହେଲେ, ବା ବହୁତ ବାଇବେଲ ସ୍କଲାର କହନ୍ତି ଯେ ଆମର ଥେଲୋଜିକାଲ ଡକ୍ଟ୍ରିନ୍ ସେଇ ଅନୁତାପର ବଲ୍ ବେରିଂ ଉପରେ ଆଧାରିତ। ଯେତେବେଳେ ଜଣେ ହୃଦୟ କଠିନ ହେଇଯାଏ, ସେ କେବେ ହେଲେ ଫିଲ୍ କରେନି ଯେ ସେ ଭୁଲ କରୁଛି ବା ପାପ କରୁଛି। ଆମେ ଏଇ 7ଟା ମଣ୍ଡଳୀର ପତ୍ର ଗୁଡାକ ଯେତେବେଳେ ପାଠ କରିବା, ଆମେ ପ୍ରଭୁଙ୍କର ଯୋଉ ମନ ବା ତାଙ୍କର ଯୋଉ ଚିନ୍ତା ତାକୁ ଆମେ ସଂକ୍ଷେପରେ ଜାଣିପାରିବା ଯେ ପ୍ରଭୁ ଆମକୁ ସମସ୍ତଙ୍କୁ ପ୍ରେମ କରନ୍ତି। ଯୋଉ ଶେଷ ପତ୍ରଟି ଆମେ ପଢିବା ସେଥିରେ ଲେଖା ହେଇଛି, ଯୋଉମାନଙ୍କୁ ମୁଁ ଭଲ ପାଏ, ଯୋଉମାନଙ୍କୁ ସେମାନଙ୍କୁ ମୁଁ ଶାସନ କରିଥାଏ, ସଂଶୋଧନ କରିଥାଏ, ଅନୁଯୋଗ କରିଥାଏ, ଶାସ୍ତି ଦେଇଥାଏ। ସବୁଥିରେ ପ୍ରଭୁଙ୍କର ପ୍ରେମ ଲୁଚିକି ଅଛି। ଆଉ ଆଜି ପ୍ରଥମ ପଦଟି ଆମେ ଦେଖିଲୁ ସେଇ ପ୍ରକାଶିତର 2 ପର୍ବର 5 ପଦରେ, ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି ତାହା ସ୍ମରଣ କରି ମନ ପରିବର୍ତ୍ତନ କର। ଅର୍ଥାତ୍ ମନ ପରିବର୍ତ୍ତନଟା କରିବା ଦ୍ୱାରା ଆମେ ଈଶ୍ୱରଙ୍କର ଯୋଉ ଇଚ୍ଛାକୁ ଆମେ ପରିପୂର୍ଣ୍ଣ କରୁ। କେହି କହିପାରିବାନି ଆମେ ଦୃଢ ଭାବରେ ଯେ ପ୍ରତିଦିନ ଆମେ ଈଶ୍ୱରଙ୍କର ଇଚ୍ଛାକୁ ପୂର୍ଣ୍ଣ କରୁଛୁ। ଆମ ଭିତରେ ସେ ଆଡମିକ ନେଚର ଭର୍ତ୍ତି ହେଇକି ଅଛି। କେତେବେଳେ ସୁବିଧା ପାଇଲେ ସେଟା ବାହାରି ପଡେ। ଆମେ ଦେଖୁ, ଆରେ ମୁଁ କଣ ସେଇ ବିନୟ ରାଉଳ, ମୋ ପାଟିରୁ କଣ ଏଭଳି କଥାବାର୍ତ୍ତା ବାହାରିଲା, ଡରି ଯାଉ, ଆମେ ଭୟ ପାଇଯାଉ। କାରଣ ସେ ଆଡମିକ ନେଚର କେତେବେଳେ କାହାର ଭିତର ଦେଇ ପ୍ରକାଶ ହବ ତାହା ଆମେ କହିପାରିବାନି। ସେଥିପାଇଁକା ଆମକୁ ସବୁବେଳେ ମନ ପରିବର୍ତ୍ତନ ର ଉପାୟଟା ପ୍ରଭୁ ଦେଇଛନ୍ତି। ଭୁଲ ହେଇପାରେ, ପ୍ରଲୋଭନ ଆସିଲେ ଆମେ ହୁଏତ ସେ ପାପରେ ପଡି ଯାଇପାରୁ, କିନ୍ତୁ ଗୋଟେ ଉପାୟ ଆମ ପାଇଁ ରଖା ହେଇଛି, ମନ ପରିବର୍ତ୍ତନ କର। ତା ସାଙ୍ଗରେ ଗୋଟେ କଠୋର ବିଷୟ ପ୍ରଭୁ ଆଡ କରିଛନ୍ତି, ନୋହିଲେ ମନ ପରିବର୍ତ୍ତନ ନ କର ଯେବେ, ତେବେ ଆମ୍ଭେ ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ୱ ସ୍ଥାନରୁ ଘୁଞ୍ଚାଇ ଦେବୁ। କେତେ କଠୋର ବିଷୟ। ଆମେ ଯୋଉ ଷ୍ଟାଟସ ବା ଆମେ ଯୋଉ ଈଶ୍ୱରଙ୍କ ପାଖରେ ଆମର ଯୋଉ ସମ୍ମାନ ଥିଲା, ସେ ସମ୍ମାନଟା ଲାଇଟଟା ଚାଲିଗଲା ମାନେ କଣ ହବ? ଅନ୍ଧାର ହେଇଯିବ। ଆମେ ସେ ସମ୍ମାନରୁ ଦୂରକୁ ପଳେଇବା। ତାପରେ ଆମେ ଦେଖିବା, ଏଟା ହଉଛି ପର୍ଗମ। এই ପର୍ଗମ ମଣ୍ଡଳୀକୁ ମଧ୍ୟ
सेमान कथा कुहाउचे मु सेमती से दुई पर्वर 15-16 पढ़ी आउ जदियो 16 रे अच्छी मु दुईटा पद पढ़ी सेहीपरि मध्य निकलायतीय मतावलंबी केतेक तुम मध्यरे अछंती एणु मन परिवर्तन कर नहिले आंबे शीघ्र तुम निकटको आसी मुख निश्रुत खड्ग द्वारा सेमानक संगे युद्ध करिबो ए जो सेमाने वाटा लेखाला सेठवे मु से 15टा पढ़िली सेहीपरि मध्य निकलायतीय मतावलंबी केतेक तुम मध्य अछंती सेतबे ए प्लुराल वाटा व्यवहार कला सेमाने सेमानक संगे युद्ध करिबो मन परिवर्तन कर पुणी आमे देखुचो थोयाथिरा ए जो थोयाथिरा मंडली को मध्य समान विषय कहाउचे आउ 21 पदर 2 पर्वर 21 पदरे आंबे ताहाकू मन परिवर्तन करने को समय देले हैं आ गोटे व्यवस्था बा चिंताधारा को आ भितर आमाने देखिया को पारुचु प्रभु समय दियंती से एते कठोर बा निष्ठुर नुहंती जे संगे संगे से जजमेंट देबे बा आमान को ऊपर जो दंड विधान करिवे सेमती से नुहंती एटी क्लियर आमे देखि परचु प्रभुंकर माइंड को आमे स्टडी करि परचु केटे सुंदर भाबरे से गोटे वर्ड व्यवहार करचंती आंबे ताहाको मन परिवर्तन करने को समय देले हैं से आपना वेश्यावृत्ति मन परिवर्तन करने को इच्छुक होनी वेश्यावृत्ति कहले नॉट द ट्रू सेंस ऑफ द टर्म किंतु ईश्वरंकर सहित आमानकर जो संपर्क को छिन्न कर जेते बेले अन्य विषय प्रति आमाने आसक्त हो ताको ईश्वर गोटे कौन कहते गोटे भूल पदक्षेप आम नहीं बोलिका से ताको व्यवहार करती जो ये बेश्याकमन आंभे मानक समय दिया एटा माने समस्त चिंता करिवा जे जदि प्रभु समय दे न थांते आमे केही आज मर्त उद्धार पाई न था प्रभु तांकर महादया अनुग्रह द्वारा से आमान को समय देइचंती जेमती आज मो मनरे पवित्र आत्मा कार्य कले ये सब्जेक्ट उपरे कथा कहया पई आपण माने जो माने एठारे उपस्थित आज सुनुचंती होय सेटा ईश्वरकर अनुग्रह जे आमाने विषय उपरे सुनिबा एवं ताको सुनी सरला परे आम निज हृदय को आत्मसमीक्षा करिबा जे प्रभु आमानक जीवन रु एई सबु पापमय विषय को प्रति बा प्रलोभन रे जो आमाने पढ़ी जाइछो ता परवर्ती समय आमे देखिबा जेतरे तिमोथी को जिबा ट्रैप ऑफ द डेविल रे पढ़ी जाइछो सेइथुर आमे केमती रक्षा पाइबा तापर आमे देखुछु सारदी मंडली 3 पर्वर 3 पद एणु की प्रकार शिक्षा पाई अछ और श्रवण करियछ ता स्मरण करी पालन कर मन परिवर्तन कर मन परिवर्तन गोटे विषय जोटा कि 7टा मंडली को जो चिट्ठी लिखा है तेतुरु 5टा मंडली को ए मन परिवर्तन विषय रे कहा तेना भावतु ये मन परिवर्तन विषयटा ईश्वर मनरे आमान प्रति अच्छी जे जदि आमाने कौनसी भाव भूल बाटर जाऊचु मन परिवर्तन द्वारा आमाने आमानकर से अतीत को खाली अनेकरी ताको आमे रिग्रेट करबा ताको पैका पश्चाताप करया सेटा नुहे आम डायरेक्शन भी चेंज हे जिवो सेति पैका आमानकर जो प्रभु को निकट को आसिया पैका आग्रह बढ़िबो से पापर जीवन पछरे रही जिवो किंतु आम डायरेक्शन चेंज हेगिरी आमाने ईश्वरकर से आलो आड़कू गति करबा तापर देखिबा से 3 पर्वर
ଏଠି ଦେଖିବା ଲାଓଦକିଆ ମଣ୍ଡଳୀକୁ ଯୋଉ ଚିଠିଟା, ଆମ୍ଭେ ଯେତେ ଲୋକଙ୍କୁ ଭଲ ପାଉ, ମୁଁ ଆରମ୍ଭରୁ କହିଥିଲି ଏଥିରେ ଈଶ୍ୱରଙ୍କ ପ୍ରେମ କେମିତି ଲୁଚିକିରି ଅଛି। ଆମ୍ଭେ ଯେତେ ଲୋକଙ୍କୁ ଭଲ ପାଉ ସେମାନଙ୍କୁ ଅନୁଯୋଗ ଶାସନ କରିଥାଉ, ଅତଏବ ଉଦ୍ଯୋଗୀ ହୋଇ ମନ ପରିବର୍ତ୍ତନ କର। ଉଦ୍ଯୋଗୀ ହବା ମାନେ ଆମମାନଙ୍କୁ ନିଜ ଆଡୁ କିଛିଟା ଚେଷ୍ଟା କରିବାର ଅଛି। ଉଦ୍ଯୋଗୀ ହବା ମାନେ ହଉଛି ସେୟା। କୌଣସି ବିଷୟରେ ଆମେ ଯେତେବେଳେ ଉଦ୍ଯୋଗୀ ହଉ, ସେ କାର୍ଯ୍ୟଟାରେ ପାଇଁକା ଆମର ସମସ୍ତ ଶରୀର ମନ ପ୍ରାଣ ଏକା ଧାରାରେ ଗତି କରେ, ଉଦ୍ଯୋଗ। ତେଣୁ ଆମେ ଯେତେ ଲୋକଙ୍କୁ ଭଲ ପାଉ, ଦେଖନ୍ତୁ ଏଠି ପିତା ଈଶ୍ୱରଙ୍କର ଯୋଉ ପ୍ରେମଟା କେତେ ସୁନ୍ଦର ଭାବରେ ସେ ଆମମାନଙ୍କୁ ପରିପ୍ରକାଶ କରିଛନ୍ତି। ଏବଂ ସେଟା ହଉଛି ଶେଷ ମଣ୍ଡଳୀ, ଲାଉଦିକା ମଣ୍ଡଳୀ, ଏ ସପ୍ତମ ମଣ୍ଡଳୀର ଶେଷ ମଣ୍ଡଳୀ। ତାପରେ ଦେଖନ୍ତୁ ସବୁଠୁ ସୁନ୍ଦର ଗୋଟେ ମଧୁର ଭର୍ସ, ଯୋଉଟା କି ଆମମାନଙ୍କର ସେ ସଣ୍ଡେ ସ୍କୁଲରେ ପିଲାମାନଙ୍କୁ ଆମମାନେ କହିଥାଉ ଶିଖିବା ପାଇଁ। 3:20 ଦେଖ, ଆମ୍ଭେ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ, ଯଦି କେହି ଆମ୍ଭର ସ୍ୱର ଶୁଣି ଦ୍ୱାର ଫିଟାଇ ଦେବ, ତାହେଲେ ଆମ୍ଭେ ପ୍ରବେଶ କରି ତାହା ନିକଟକୁ ଯିବୁ, ପୁଣି ଆମ୍ଭେ ତାହା ସହିତ ଭୋଜନ କରିବୁ, ସେ ଆମ୍ଭ ସହିତ ଭୋଜନ କରିବ। ଯଦି ଖ୍ରୀଷ୍ଟିଆନ ଆଚରଣ ବିଷୟରେ ଆମମାନେ ଆଜି ଚିନ୍ତା କରୁଛୁ, ସବୁଠୁ ବିୟୁଟିଫୁଲ ଜିନିଷ ହଉଛି ପ୍ରଭୁଙ୍କର କେତେ ଆଗ୍ରହ ଆମମାନଙ୍କ ସହିତ ସହଭାଗିତା କରିବା ପାଇଁ। ସେ ଆମମାନଙ୍କ ଜୀବନକୁ କୌଣସି ଭାବରେ ଡକାୟତ ପରିକା ପଶିବାକୁ ସେ ଚାହାନ୍ତିନି। ମୁଁ ଦ୍ୱାରରେ ମାରିବି, ଯଦି ଖୋଲିବ ତ ଖୋଲିବ, ମୁଁ ଯିବି, ଯଦି ନ ଖୋଲିବ ନାହିଁ। ଅର୍ଥାତ୍ ରିପେଣ୍ଟାନ୍ସ ପରେ ପରେ ୱାର୍ଡଟା ଦବାର ମାନେ ହଉଛି ଆମମାନଙ୍କର ଯୋଉ ହୃଦୟର କଠିନତା ମନ ପରିବର୍ତ୍ତନ ଦ୍ୱାରା ଦୂର ହୁଏ। ଆମମାନେ ସେ ଈଶ୍ୱରଙ୍କ ଉପସ୍ଥିତିକୁ ଆଶା ସବୁବେଳେ କରୁ, ଆଗ୍ରହ ପ୍ରକାଶ କରୁ। ଯେପରି ଆଜି ଆପଣମାନେ ଆସିଛନ୍ତି, ମୁଁ ଆସିଛି, ସେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ବାସ କରିବା ପାଇଁ, ତାଙ୍କ ବାକ୍ୟ ତାଙ୍କ ରବ ଶୁଣିବା ପାଇଁ ମନରେ ଆଶା ଆସେ, ଆଗ୍ରହ ଆସେ, ଯେତେବେଳେ ଆମେ ମନ ପରିବର୍ତ୍ତନ କରୁ। ଏଇ ମନ ପରିବର୍ତ୍ତନର ଆଉ ଗୋଟେ ଦିଗ ଯୋଉଟା କି ଆମେ ପାଇବା 2 ତିମୋଥୀ, ଏବଂ ସେଟା ଆପଣମାନଙ୍କୁ ଏତେ ଆନନ୍ଦ ଲାଗିବ ଯେ ପ୍ରଭୁଙ୍କର ଯୋଜନା ଆମମାନଙ୍କ ପାଇଁ କେତେ ଚିନ୍ତାଶୀଳ। ଆମେ ଏମିତି ଜଗତରେ ଏମିତି ସାଧା ହଜିଲା ଟାଇପର ଲୋକ ନୁହଁ। ପ୍ରତ୍ୟେକ ଲୋକ ପାଇଁ ପ୍ରଭୁ ଗୋଟେ ଚିନ୍ତା କରିଛନ୍ତି। ମୋ ସାଙ୍ଗରେ ବାହାର କରନ୍ତୁ 2 ତିମୋଥୀ ତାର 2 ପର୍ବର 24ରୁ 26। 2 ତିମୋଥୀ ତାର 2 ପର୍ବ 24ରୁ 26। ପଢିବି କି? ହଁ, ପଢନ୍ତୁ। ପ୍ରଭୁଙ୍କ ଦାସ ବିରୋଧ କରିବା ଉଚିତ ନୁହେଁ, ମାତ୍ର ସମସ୍ତଙ୍କ ପ୍ରତି କୋମଳ, ଶିକ୍ଷାଦାନରେ ନିପୁଣ ଓ ସହିଷ୍ଣୁ ହେବା ଏବଂ ବିରୋଧୀ ମାନଙ୍କୁ ମୃଦୁ ଭାବରେ ଶାସନ କରିବା ଉଚିତ। ତାହେଲେ କେଜାଣେ ଈଶ୍ୱର ସେମାନଙ୍କୁ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହେବା ପାଇଁ ମନ ପରିବର୍ତ୍ତନ ରୂପ ବର ଦେବେ। ଆମେନ୍। ତା ପରଟା ବି ପଢି ଦିଅନ୍ତୁ 26ଟା। ଆଉ ଯେଉଁ ଶୈତାନ ସେମାନଙ୍କୁ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି, ସଚେତନ ହୋଇ ତାହାର ଫାନ୍ଦରୁ ମୁକ୍ତ ହେବେ। ଆମେନ୍। ତାହାର, ଥ୍ୟାଙ୍କ ୟୁ ସିଷ୍ଟର, ତାହାର ଫାନ୍ଦରୁ ମୁକ୍ତ ହେବେ। ଗୋଟେ ସୁନ୍ଦର ରାସ୍ତା ପ୍ରଭୁ ଖୋଲି ଦେଇଛନ୍ତି। ସେ ରାସ୍ତାଟି ହଉଛି, ମୁଁ ଟିକେ ଇଂରାଜୀରେ ପଢିବି, ମତେ ଭଲ ଲାଗେ ସବୁବେଳେ ଇଂରାଜୀର ଟ୍ରାନ୍ସଲେସନଟା। And a servant of the Lord must not quarrel but be gentle to all. Gentle, ନମ୍ର ହବ।
able to teach, patient, humility, correcting those who are opposition. If God perhaps will grant them repentance. God will grant repentance. ଏଠି ଓଡ଼ିଆରେ ଅବଶ୍ୟ ମନ ପରିବର୍ତ୍ତନ ରୂପ ବର ଦେବେ। ଗୋଟେ ଲାଇନରେ ଲେଖା ହେଇଛି, ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହେବା ପାଇଁ, ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହେବା ପାଇଁ, କିନ୍ତୁ ଇଂରାଜୀରେ ମତେ ଆହୁରି ଟିକେ ଭଲ ଲାଗିଲା, so that they may know the truth, ଠିକ ଅଛି, and they may come to their senses. ମୁଁ ବହୁତ ଗୁଡାକ ଭର୍ସନ ଗୁଡାକ ଦେଖିଲି, majorityରେ ଲେଖା ହେଇଛି they will come to their senses and escape the snare of the devil. ମତେ କୁହନ୍ତୁ ଆଉ ଏଭଳି କଥା କୋଉଠି ବାଇବଲରେ ଲେଖା ହେଇଛି? That they may come to their senses. ଲୁକ 15 ପର୍ବ ଦିଟା ବଡ ବଡ କ୍ଲୁ ଦେଇଦେଲେଣି, କୁହନ୍ତୁ। 18 ପରେ ଲେଖା ହେଇଛି ସେ ହଁ, ମୁଁ ଉଠି ବାପାଙ୍କ ପାଖକୁ ଯିବି, ତାଙ୍କୁ କହିବି, ବାପା ଈଶ୍ୱରଙ୍କ ବିରୁଦ୍ଧରେ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି। ସଞ୍ଚିତା ଭଉଣୀ ତାର ପୂର୍ବଟା ପଢନ୍ତୁ, ପୂର୍ବ ପଦଟା। ମାତ୍ର ସେ ଚେତନା ପାଇ କହିଲା, ବାସ୍ ବାସ୍ ସେଇଟା ମୁଁ ଚାହୁଁଥିଲି। He came to his senses. ଦିଟା ବାକ୍ୟକୁ ଆମେ ଯଦି ଯୋଡ଼ିବା, ଦ୍ୱିତୀୟ ତିମୋଥୀ 2:24-26, ଆଉ ଏଇଟା ଭଉଣୀ କୋଉ ପଦଟା? ଲୁକ 15ର He came to his senses. ଚଉତିରିଶ ନା କେତେ ବୋଧେ? ଏନିୱେ, ପ୍ରଭୁ କେତେବେଳେ ସୁଦ୍ଧା ହୁଏତ ଆମମାନଙ୍କୁ ଗ୍ରାଣ୍ଟ କରିବେ ସେ ମନ ଫେରଣର ବର, ଯୋଉଟା କି ଆମର ଓଡ଼ିଆରେ ଲେଖା ହେଇଛି ମନ ପରିବର୍ତ୍ତନ ରୂପ ବର ଦେବେ। ବହୁତ ସମୟରେ ଆମେ ଭାବୁ, ଆମେ ପ୍ରଚାର କରୁଛୁ, ଆମେ ଉପଦେଶ ଦଉଛୁ, ଆମେ ପ୍ରାର୍ଥନା କରୁଛୁ, କାହିଁକି ସଫଳ ହଉନି? ପ୍ରଥମେ ହଉଛି ଈଶ୍ୱର ଆଗେ ବାଟ ଖୋଲିବେ। ଯେତେବେଳେ ଈଶ୍ୱର ବାଟ ଖୋଲନ୍ତି, ଯୋଉଟା କି ଆମର ତିମୋଥୀରେ ପାଉଲ ସୁନ୍ଦର ଭାବରେ ଲେଖା ହଉଛନ୍ତି, that they may know the truth and God will grant them repentance. repentance is ଗୋଟେ gift, ସେଟା ପ୍ରଭୁ ଗ୍ରାଣ୍ଟ କରନ୍ତି। ବହୁତ ଜିନିଷ ଉପର ସ୍ତରରୁ ଆମେ ଯୋଉମାନେ ଚାକିରି କରୁଥିଲୁ ଜାଣିଛୁ, ଗ୍ରାଣ୍ଟ ଇନ୍ ଏଡ୍, ବହୁତ ଗୁଡାକ ଗ୍ରାଣ୍ଟ ସବୁ ଆସେ, ଏବଂ ଏଇ ମନ ପରିବର୍ତ୍ତନଟା ହଉଛି ଗୋଟେ ଗ୍ରାଣ୍ଟ। ପ୍ରଭୁ ସେଟାକୁ କରନ୍ତି କାହା ପାଇଁ? ନା ଆମ ପାଇଁ। ଏଇଥିରୁ ଆମେ ଜାଣୁଛୁ ଯୋଉ ପ୍ରୋଡିଗାଲ ସନ୍ ବା ଅପବ୍ୟୟୀ ପୁତ୍ରକୁ ପ୍ରଭୁ ଆଗେ ମନ ପରିବର୍ତ୍ତନର ବର ଆଗେ ପ୍ରଦାନ କଲେ। ତାପରେ he came to his senses. He came to his senses. ତାର ଚେତନା ଉଦୟ ହେଲା। ଯେତେବେଳେ ଆମେ ଦ୍ୱିତୀୟ ତିମୋଥୀ 2 ପର୍ବର 24-26 ପଢିଲୁ, କେତେ ଗୁଡାକ ସୁନ୍ଦର ସୁନ୍ଦର ବିଷୟକୁ ଆମେ ପାଠ କଲୁ। ମୁଁ ସେଟାକୁ ଆଉ ଥରେ ଦୋହରାଇବାକୁ ଚାହେଁ। ଯେତେବେଳେ ଦ୍ୱିତୀୟ ତିମୋଥୀ
2 पर्वर 23टा पढ़िबा से लिखा है निर्बोध वितंडा बादानुबंध जे विरोध जन्माए यह जानी से सब अग्राह्य कर कारण प्रभु से परिस्थिति गुड़ाक किसी कार्य करि पारिबे नहीं এই जो परिस्थिति नाटा मु नौचे आ परे परे कहबी जेतले मु प्रेरित क्रिया को जीवी क्षेत्र को कहबी प्रभुंकर दास विरोध करिबा उचित नुहे छोट विषय वेरी पावरफुल सब कथा केंदे तमे टॉलरेट कर जिवो किछि विरोध करिवनी हाँ अन्य माने करि पारंती प्रभुंक दास विरोध करिबो नाही समस्तଙ୍କ प्रति कोमल हबो मु जानिनी प्रभु मते से बर केबे देबे मु तो एपर्यंत पारुनी समस्त प्रति कोमल हेई पारु नाही पुणी शिक्षा दान रे निपुण सहिष्णु हेबा बा पेशेंस विरोधी मान को मृदु भाव शासन करिबा मो विरोधी मान को मृदु भाव शासन करे नाही मु कौन को प्रधानमंत्री ना राष्ट्रपति नहीं मु प्रधानमंत्री नुहे राष्ट्रपति नुहे मन भितर मो भारी निष्ठुर मो भारी कठोर मु खाली मो विषय कहूनी समस्त विषय कहूँ आम जो कौन सी न्यूज शुणु जोटा कि आमर आत्मसम्मान उपर बाधा देछि आमर धार्मिक चिंताधारा उपर बाधा देछि आमर शांतिपूर्ण सहअवस्थान को नष्ट करुछि आमे सेठी जजमेंटाल हो जाऊ ए जजमेंट को कहीं देखि पारे नहीं सेठी आमे आउ नम्र होउनु केते सुंदर विषय छै शासन करिबा उचित सहिष्णु और विरोधी मान को मृदु भाव शासन करिबा उचित जहा किछि आमर मन भितर आमे एंटरटेन करू खूब शीघ्र सेटा पदा को बाहरी आसो आ जदि सेटा डेंजरस जिंस मके जस्ट टिके आगुरु कहिथिली तेबे सेठी ईश्वरंकर आत्मा कार्य करिवो नाही अर्थात प्रभु सेठी मन परिवर्तन रो वरदान देबे नाही जेतेबेले यीशु जगतरू स्वर्गारोहण करिसंती तांको शिष्य माने पवित्र आत्मा रो वरदान पाइचंती सेमानकर समस्त प्रचार यात्रा समस्त विषय नुहे पाउलंकर पितरंकर किछि किछि ऊपर से प्रेरित कार्य बळी रे लेखा हिची एवं सेठी मध्य लेखा हिची प्रेरित 10 पर्व रे सिमोन पितर जते सिमोन चर्मकार गृह रे वास करथिले सेते बेले प्रभु तांको नेले कर्नेलियंको गृह को से गोटे सत सेनापति किंतु से प्रभु को सेवा करथिले प्रभु को निमंते से दान धर्म करथिले सेठु जेते जाके प्रचार करूचंती से माने सेते बेल को पवित्र आत्मा से मान को ऊपर ओल्हेले बर्तमान पितर फेरी आछंती तांकर जो जेरूसलम रे जो मंडली थिला सेते बेल को यीशुंकर जो हाफ ब्रदर जाकुब जहाँकर बही भी अच्छे हमर बाइबल रे से सेतल को एंट्री मार सारी एंट्री मारिकी से बर्तमान होचंती मुख्य परिचालना दायित्व से नहीं जाइछंती पितर फितर आ कई नांती सीन रे किंतु बर्तमान जाकुब से सेंटर स्टेज रे अछंती पितर को संगे हुए तो किछि लोक जाइथिले से माने आसिकरी ए घटना बळी को से कहउचंती माने सेतरो सन को क्लियर आइडिया नथिला जे विजाति माने मध्य प्रभु को पाइबे
जदि पाइबे जो जिहुती धर्म अनुसार आम ट्रेडिशन अच्छी जता सुन्नत हो बहुत गुराक जिनस सेग्र तो से करूना तो किन जन को आम एक्सेप्ट करवा खोल तुम सागर प्रेरित तार 11 पर्वर 18 पद जदि किए पारे पढ़ी दिंतु प्रेरित 11 पर्वर 18 पद ଏହି ସମସ୍ତ କଥା ଶୁଣିବାରୁ ସେମାନେ ନିରୁତ୍ତର ହେଲେ ଓ ଈଶ୍ୱରଙ୍କର ପ୍ରଶଂସା କରି କହିଲେ, ତେବେ ଈଶ୍ୱର ବିଜାତିମାନଙ୍କୁ ମଧ୍ୟ ଜୀବନ ପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନର ଦାନ କରିଅଛନ୍ତି। ଆମେନ୍। ମୁଁ କାହାଣୀଟା ଆପଣ ମାନଙ୍କୁ ଆଗରୁ କହିଦେଲି ନହେଲେ ସମୟ ପଢିଥିଲେ ବହୁତ ସମୟ ହେଇଥାନ୍ତା। ଏଇ କର୍ଣ୍ଣେଲିୟଙ୍କ ଘରୁ ଯୋଉ ସେମାନେ ଅନୁଭୂତି ପାଇଲେ ଯେ ବିଜାତି ମାନଙ୍କ ଉପରେ ମଧ୍ୟ ଈଶ୍ୱରଙ୍କର ଆତ୍ମା ଆସୁଛି ସେଇଟା ଫେରି ଯାଇକି ସେମାନେ ଜେରୁସାଲମରେ ତାଙ୍କର ଯୋଉ କୋର କମିଟି ଅଛି ଯୋଉଥିରେ କି ଯାକୋବ ହଉଛନ୍ତି ମୁଖ୍ୟ ସେଠି ସେମାନେ ତାଙ୍କର ସେ ଯୋଉ ଫିଲ୍ଡ ଏକ୍ସପିରିଏନ୍ସ କୁ ବର୍ଣ୍ଣନା କରୁଛନ୍ତି। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ जोटा कि आम इंग्लिश को माइंड ब्लोइंग अनुभूति से कहते जे विजाति मानक ऊपर पवित्र आत्मा आसला बहुत आनंदर सहित ग्रहण करछन्ति कौन से भीतर को असुविधा पड़िया को देना किंतु यही कथा सुंदर कथा आम से पाऊचु बाकी केते सुंदर सुंदर विषय लुचिक अच्छे जे प्रभु मध्य विजाति मानक से मन परिवर्तन वरदान कर देखंतु मन परिवर्तन एभली गोटे अनुग्रह दान बा गिफ्ट प्रभु जेतले दान करती सेतेबेले कौन सी गोटे परिस्थिति ऊपर से प्रभु दान करती जहाँ किसी परिस्थिति सेटा पितर को द्वारा संगठित होइछि से जाकि वाक्य देइचंती कर्नेल गृह रे प्रवेश करचंती ता घरले रहिचंती तार खाद्य भी खाइथिबे किंतु कौन सी ज्यूस केबे विजाति मान घरे खाइबनी कि प्रवेश करबनी एई सब विषय गुडाक जेतेबेले से करिचंती गोटे हेल्दी एटमॉस्फेयर क्रिएट होइछि जो हेल्दी एटमॉस्फेयर रे प्रभु मन परिवर्तन रो बर प्रदान करछंती पाउल पाउल से द्वितीय तिमोथी निजर आध्यात्मिक पुत्र को जेतेबेले से लेखुचंती अति निगूढ़ विषय लेखुचंती जे जो माने परिचालना करूचंती सेमानकर क्वालिटी को भली हवा उचित नम्र हेबे विरोध करिवेनी कहा संगरे विवाद करिवेनी कहा संगरे हुए तो गॉड विल ग्रांट ये वाटे मत आज सका मुझे बाइबल संगे बसी मन को एते खुशी लगेगा आम मैंने जो माने ईश्वर राज्य कार्यर प्रचार रे प्रसार रे वृद्धि साधन रे लगिचु निज को आत्मसमीक्षा करने का प्रभु गोटे सुंदर उपाय दे आमने केते निजे चिंता करवा कोमल कौन सी भाव कहार विरोध करवानी ईश्वर को वाक्य को सुंदर भाव शिक्षा दान करवा आ जो माने अपोज करुचंती सेमान को प्रति सहृदय हवा कोमल हवा आप चिंता करंतु पाउल सिला खाई नहांती पी नहांती देहर भी व्यथा जाइनी तो रक्त भी बहुत माने पिटिचन से माने आउ डंजन माने सबुठो तल स्तरटा जोटा जेल थाए सेठी पकई देते पुणी कड़ी काठ दे सब खोलीगला मध्यरात्रि रे भूमिकंप है सब खोलीगला सेठी देखंतु शैतान रो ट्रैप रे से जो जेल रो अधिकारी से थिला
ଏବଂ ସେ ନିଜକୁ କହୁ ମାନେ ସେ ଭାବୁଛି ମୁଁ କା ମରିବି, କାଲି ମତେ ମାରିଦେବେ, ଯେ ମୁଁ ଠିକରେ ଜେଲର ତତ୍ତ୍ୱାବଧାନ କରିପାରିନି, ଏଟା ମୋ ଚାକିରି ଉପରେ ଆଞ୍ଚ ପଡେ, ହୁଏତ ମତେ ମାରିଦେବେ, ତ ତା ଆଗରୁ ମୁଁ ମରିଯାଏ। ପାଉଲଙ୍କର ଯୋଉ କଥା, ଭାଇ ସେଭଳି କାମ କରନି, ଆମେ ସମସ୍ତେ ଅଛୁ। ଦେଖନ୍ତୁ ସେଠି ତାଙ୍କୁ ପ୍ରଭୁ ସେ ପୁନରୁତ୍ଥାନର ମନ ପରିବର୍ତ୍ତନର ବରଦାନ ଦେଇଦେଲେ। ଏକା ସେ ନୁହନ୍ତି, ଲେଖା ହେଇଛି ତାଙ୍କର ପରିବାର ମଧ୍ୟରାତ୍ରରେ ଉଠିକିରି ସମସ୍ତେ ପ୍ରଭୁଙ୍କର ନିମନ୍ତେ ବାପ୍ତିଜମ ନେଲେ, ବାପ୍ତିସ୍ମ ଗ୍ରହଣ କଲେ। ଏଇଠି ଆମେ ଶିଖୁଛୁ, ଯଦି ପାଉଲ ଶିଲା ପଳେଇଥାନ୍ତେ ସେ ତାଙ୍କର କିଛି କରିପାରିନଥାନ୍ତେ, କାହିଁକି ହାତରେ ତ ବେଡି ନାହିଁ, ଶୃଙ୍ଖଳ ନାହିଁ, କି କିଛି ନାହିଁ, ଡୋର ଟୋ ଖୋଲା ହେଇଗଲା, ଖସିକି ଦୌଡ଼ି ପଳେଇଥାନ୍ତେ। କିନ୍ତୁ ପ୍ରଭୁଙ୍କର ଚିନ୍ତା ହଉଛି ସେଇ ଭୂମିକମ୍ପ ମଧ୍ୟରେ ଆଉ ଗୋଟେ ମଣ୍ଡଳୀ ସୃଷ୍ଟି ହବ, ଆଉ ସେ ମଣ୍ଡଳୀର ନାଁ କଣ ହବ? ଫିଲିପ ମଣ୍ଡଳୀ। ପରବର୍ତ୍ତୀ ସମୟରେ ଏଇ ଯୋଉମାନେ ଏଇ ଜେଲର ଅଧ୍ୟକ୍ଷ ଆଉ ତାଙ୍କର ପରିବାର, ହୁଏତ ସେମାନେ ମଣ୍ଡଳୀର କାର୍ପଟଦାର ହେଇଥିବେ, ସେମାନଙ୍କ ଦ୍ୱାରା ପ୍ରଭୁ ଅନେକ ଅନେକ କାର୍ଯ୍ୟ କରିଥିବେ। ମନ ପରିବର୍ତ୍ତନ କରିବା ଦ୍ୱାରା ଆଉ ଗୋଟେ ବଢିଆ ବିଷୟ ଆମମାନେ ଶିଖୁ, ସେଟା ଆପଣ ପାଇପାରିବେ 2 ତିମୋଥୀ 2:26, ଯୋଉଟା ପଢିଦେଲେ ଆଉ ଥରେ ସେଟା ପଢନ୍ତୁ। 2 ତିମୋଥୀ 2:26। ଆଉ ଯେଉଁ ଶୈତାନ ସେମାନଙ୍କୁ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି, ସଚେତନ ହୋଇ ତାହାର ଫାନ୍ଦରୁ ମୁକ୍ତ ହେବେ। ଆମ୍ଭମାନଙ୍କର ଯୋଉ ପ୍ରଚେଷ୍ଟା, ଏ ପ୍ରଚେଷ୍ଟାର ପଛରେ ଅଛି ଆମମାନଙ୍କୁ କୋମଳ ହବାକୁ ପଡିବ। ଆମେ ରାଗିକି ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିପାରିବା ନାହିଁ, କେହି ଗ୍ରହଣ କରିବେନି, ଶୈତାନ ଫାନ୍ଦରୁ ବାହାରି ପାରିବେନି। ଆମେ ଯୋଉ ଭାବୁଛୁ କିଛି ଲୋକ ଗ୍ରହଣ କରିଦେଲେ, ସେଠି ଗୋଟେ ଅଦୃଶ୍ୟ ଶକ୍ତିର କାର୍ଯ୍ୟ ହଉଛି, ଯେ ସେମାନେ ଗୋଟିଏ ଅନ୍ଧକାର ଶକ୍ତି ତାକୁ ସେ ବାନ୍ଧିକି ରଖିଥିଲା ତାର ନିଜର ଇଚ୍ଛା ସାଧନ କରିବା ପାଇଁକା, ତାର ଟ୍ରାପ ରୁ, ଏଠି ଇଂରାଜୀରେ ଅଛି ଟ୍ରାପ, ତାହାର ଫାନ୍ଦ, ଓଡିଆରେ ଅଛି ଫାନ୍ଦ, ଇଂରାଜୀରେ ଅଛି ଟ୍ରାପ, ତାର ଫାନ୍ଦରୁ ସେମାନେ ମୁକ୍ତ ହେଇଯିବେ। ଆଗରୁ କହିଥିଲେ, ଆଜି ମଧ୍ୟ କହୁଛି, ଆମେ ଯେତେବେଳେ ଦାମୋଜୋଟେ ଥିଲୁ, ସେତେବେଳେ ଜଣେ ଟିଚର ଥିଲେ, ଯେ ତାଙ୍କ ସାକ୍ଷ୍ୟ ଦିନେ କହୁଥିଲେ, ଏଇ ପୁରୁଣା ଭୁବନେଶ୍ୱରର ସେ ହଉଛନ୍ତି କରଣ ଘରର ଝିଅ, ତାଙ୍କ ଘରେ ଏପର୍ଯ୍ୟନ୍ତ ସମସ୍ତେ ହିନ୍ଦୁରେ ଅଛନ୍ତି, କିନ୍ତୁ ସେ ଷ୍ଟୋରିଟାକୁ ଟିକେ ଛୋଟ କରି ଚାହୁଁଛି। ସେ ଗୋଟେ ଖ୍ରୀଷ୍ଟିଆନ ଯୁବକକୁ ବିବାହ କରିଥିଲେ, ସେ ଖ୍ରୀଷ୍ଟିଆନ ଯୁବକ ତେଲୁଗୁ, ତାଙ୍କର ଏମିତି ଯାତ୍ରା ସମୟରେ ଦେଖା ହୁଏ, ସେ ଦି ଜଣଙ୍କ ପ୍ରେମ ହୁଏ ଆଉ ବିବାହ ମଧ୍ୟ କରନ୍ତି। ସେମାନଙ୍କ ଘର ହଉଛି ଗୁଣ୍ଟୁର। ସେ ସାକ୍ଷ୍ୟ ଏରକମ ଦିଅନ୍ତି ଯେ ଯେତେବେଳେ ମୁଁ ଗଲି ତାଙ୍କ ଘରକୁ, ମୋର ସ୍ୱାମୀ ଭାରି ଲିବରାଲ, ଆଉ ସେ କିଛି ମତେ ଆକଟ କରନ୍ତିନି, କିଛି କରନ୍ତିନି। ଯେତେବେଳେ ତାଙ୍କ ସକାଳ ଗିର୍ଜା ହବ, ମୁଁ ସିନ୍ଦୁର ପୁରା ବେଶୀ ମୋଟାରେ ମାରିକି ଯାଇକି ବସିବି, ଜାଣିକି ଦେଖିବା ମତେ କେମିତି ତମେ ଖ୍ରୀଷ୍ଟିଆନ କରୁଛ। ଆଉ ତାଙ୍କର ସାକ୍ଷ୍ୟର ଶେଷ ଭାଗଟା ହଉଛି ଭାରି ଇଣ୍ଟରେଷ୍ଟିଂ। ତାଙ୍କର ଯୋଡିଏ ଝିଅ, ସେମାନେ ମା ପାଖରେ ଥାନ୍ତି ଦାମନଯୋଡିରେ, ତାଙ୍କର ଅକାଳ ବିୟୋଗ ହେଇଗଲା ତାଙ୍କ ସ୍ୱାମୀଙ୍କର। ସେ ତାଙ୍କର ଯୋଉ ଶାଶୁ ବା ତାଙ୍କ ସ୍ୱାମୀଙ୍କର ମା, ସେ ଗୋଟେ ହେଡମିଷ୍ଟ୍ରେସ୍ ଥିଲେ, ସାଇନ୍ସ ଟିଚର, ପରବର୍ତ୍ତୀ ସମୟରେ ସେ ସ୍କୁଲର ହେଡମିଷ୍ଟ୍ରେସ୍ ଥିଲେ। ସେ ଆସିକିରି ଦାମନଯୋଡିରେ ରହନ୍ତି। ନାତୁଣୀ ମାନେ ଛୋଟ ଛୋଟ ଥାନ୍ତି, ଇଏ ଯିବେ ସକାଳୁ ଡିପିଏସ୍, ଘରେ କିଏ ତାଙ୍କର ଦେଖଭାଲ କରିବ,
ଆଉ ସେ ତାଙ୍କ ଶାଶୁଙ୍କୁ ଡାକନ୍ତି, ଶାଶୁ ଆସିକି ରହନ୍ତି। ଏଇ ରହିବା ମଧ୍ୟରେ ତାଙ୍କ ସାଙ୍ଗରେ ଯୋଉ ଇଣ୍ଟରାକ୍ସନ, ସେ ପ୍ରତିଭା ତାଙ୍କ ନାଁ ପଟ୍ଟନାୟକ, ସେ କହନ୍ତି ଯେ ମତେ ସେ କେବେ ହେଲେ କହିନାହାନ୍ତି, ଫୋର୍ସ କରିନାହାନ୍ତି ଯେ ତୁ ଖ୍ରୀଷ୍ଟିଆନ ହଉ ବୋଲିକା, କିନ୍ତୁ ତାଙ୍କର ଯୋଉ କଥାବାର୍ତ୍ତାର ଯୋଉ ଶୈଳୀ, ତାଙ୍କର ଯୋଉ ପ୍ରେମପୂର୍ଣ୍ଣ ବ୍ୟବହାର, ତାଙ୍କୁ ଏତେ ଆନନ୍ଦ ଲାଗିଲା, ଏତେ ଖୁସି ଲାଗିଲା, ଦିନେ ତାଙ୍କର ଶାଶୁଙ୍କୁ କହିଲେ ମତେ ଟିକେ ବାଇବଲ ପଢିବାକୁ ଦଉନ। ଆଶ୍ଚର୍ଯ୍ୟ ହେଇଗଲେ ତାଙ୍କ ଶାଶୁ। ସେ ତାଙ୍କ ପାଇଁ ଗୋଟେ ଓଡିଆ ବାଇବଲ ଆଣିଲେ, ସେ ପଢିଲେ, ଆଉ ସେ ପ୍ରଭୁଙ୍କୁ ଗ୍ରହଣ କଲେ। ବହୁତ ବଡ ବିଶ୍ୱାସୀ ସେ ହେଲେ। ଆମର ସେ ମର୍ଣ୍ଣିଂ ପ୍ରେୟାର ଯୋଉ ହୁଏ ସକାଳେ, ଯେତେବେଳେ ସେଠି ଦାମନଯୋଡ଼ିରେ ହଉଥିଲା ଅଫଲାଇନରେ, ସେ ଆସିକିରି ବସୁଥିଲେ। ଦେଖନ୍ତୁ, ଗୋଟିଏ ଆତ୍ମାକୁ ଲାଭ କରିବା ପାଇଁକା କୌଣସି ରିଭାଇଭାଲ ମିଟିଂକୁ ତାଙ୍କୁ ଯିବାକୁ ପଡିନି, କୌଣସି ଭାବରେ ଟ୍ରାକ୍ଟ ଦ୍ୱାରା ସେ ଶିଖି ନାହାନ୍ତି। ନିଜର ଶାଶୁଙ୍କର ବ୍ୟବହାର, ଏ ଦ୍ୱିତୀୟ ତିମୋଥୀର ଯୋଉ 24:26 ମୁଁ କହୁଥିଲି, ସକାଳେ ଯେତେବେଳେ ମୁଁ ପଢୁଥିଲି ମୁଁ ଅଟକିଗଲି। ସମାନ ସାକ୍ଷାତ ପ୍ରତିଭା ପଟ୍ଟନାୟକର ଶାଶୁ ସାଙ୍ଗରେ ମିଶି ଯାଉଛି। ପ୍ରଭୁ ସେଭଳି ଗୋଟିଏ ଆତ୍ମାକୁ ମନୋନୀତ କଲେ ଯେ କି ପ୍ରତିଭାକୁ ସେ ବାକ୍ୟଦାନ କରିବ ତାଙ୍କର ଜୀବନର ସାକ୍ଷ୍ୟ ଦ୍ୱାରା। ଏତେ ସେ ସେଣ୍ଟଲି ଲେଡି, ପ୍ରତିଭାର ମୋର ଯୋଉ ୱାର୍ଡ ବାହାରିଛି ମୁଁ ସେଇଟା କହୁଛି, ସି ଇଜ ଏ ସେଣ୍ଟଲି ଲେଡି। ସିନ୍ଦୁର ପଳେଇଲା, ଟିପା ପଳେଇଲା, ସବୁ କିଛି ମୂର୍ତ୍ତି ଫୁର୍ତ୍ତି ସବୁ ବାହାରିଗଲା ଘରୁ। ସେ ସେବା କଲେ, ସେ ଦୁଇ ଝିଅ ମଧ୍ୟ ପ୍ରଭୁଙ୍କର ପାଇଁକା ମଧ୍ୟ ସେମାନେ। ଦେଖନ୍ତୁ, ମନ ପରିବର୍ତ୍ତନର ଦାନ ଏଟା ପ୍ରଭୁଙ୍କର, କିନ୍ତୁ ଯୋଉମାନଙ୍କ ଦ୍ୱାରା ପ୍ରଭୁ କାର୍ଯ୍ୟ କରିବେ ସେମାନଙ୍କର ଗୁଣ ଉପରେ ନିର୍ଭର କରୁଛି। ଆଉ ସେଭଳି କୋମଳ ହୃଦୟ, ବିବାଦ କରିବା ନାହିଁ। ସେମାନଙ୍କ ପାଖରେ 1000ଟା ଭୁଲ ଥାଉ, କଣ ହେଇଗଲା? ଆମ ବାକ୍ୟ କହୁଛି ଆମେ ତାଙ୍କ ସାଙ୍ଗେ ବିବାଦ କରିବାନି, କୌଣସି ଭାବରେ ତାଙ୍କ କଥାକୁ କାଟିବାନି, ଆର୍ଗୁମେଣ୍ଟ କରିବାନି, କୋମଳ ଭାବରେ ତାଙ୍କ ସହିତ ବିହେଭ କରିବା। କେଜାଣି ବାକ୍ୟରେ ଲେଖା ହଉଛି ପ୍ରଭୁ ସେମାନଙ୍କୁ ମନ ପରିବର୍ତ୍ତନର ବରଦାନ ପ୍ରଦାନ କରିବେ। ଯଦି ଖ୍ରୀଷ୍ଟିଆନ ଡକ୍ଟ୍ରିନର ବଲବେରିଂ କିଛି ଥାଏ, ସେଟା ହଉଛି ଅପବୟ ପୁତ୍ର। He came to his senses, ଯୋଉଟା ଇଂରାଜୀରେ ଅଛି ତାକୁ ମୁଁ ଆଉଥରେ ପଢି ଦଉଛି। If God perhaps will grant them repentance so that they may know the truth and they may come to their senses. ଅପବୟ ପୁତ୍ର, ତା ଚେତନା ଆସିଲା, ତା ପଛରେ ତା ବାପାର ପ୍ରାର୍ଥନା ଥିଲା, ଆଉ ସେଇ ପ୍ରାର୍ଥନା ଈଶ୍ୱରଙ୍କର ମନ ପରିବର୍ତ୍ତନ ବରଦାନ ଯେତେବେଳେ ତା ପାଖରେ ପହଞ୍ଚିଲା, he came to his senses, ସେ ଚେତନା ପାଇକିରି ତାର ସେ ଜର୍ଣ୍ଣିଟାକୁ, ତା ଡିରେକ୍ସନଟାକୁ ଚେଞ୍ଜ କରିଦେଲା। ଆଜି ଅନେକ ଲୋକ ଚେଞ୍ଜ କରିବା ପାଇଁ ରେଡି। ଆମକୁ ସେମାନଙ୍କ ପାଖରେ ଏଇ ବାକ୍ୟ ଅନୁସାରେ ପ୍ରଭୁଙ୍କର କାର୍ଯ୍ୟ ଆଉ କଥାକୁ ମାନିକି ଯେତେବେଳେ ଆମେ ତାଙ୍କ ପାଖରେ ପହଞ୍ଚିବା, ନିଶ୍ଚିନ୍ତ ଭାବରେ ସେମାନେ ମନ ପରିବର୍ତ୍ତନ କରିବେ। ପ୍ରଭୁ ଏହି ସ୍ୱଳ୍ପ ଚିନ୍ତା ଉପରେ ଆଶୀର୍ବାଦ କରନ୍ତୁ। ଆମେନ୍।